ଇଷ୍ଟବିହୀନ ସାଧନାରେ ପ୍ରକୃତରେ କ'ଣ ହୁଏ? ଶ୍ରୀ ଶ୍ରୀ ଠାକୁର ଉତ୍ତର ଦେଉଛନ୍ତି, ଇଷ୍ଟବିହୀନ ସାଧନାର ମଧ୍ୟ ଦେଇ ମଣିଷ ଗୋଟିଏ ଦାନବ ବା ପାଗଳ ବା ଦୁଶ୍ମନ ମଧ୍ୟ ହୋଇ ଉଠିପାରେ। କାରଣ ସେତେବେଳେ ସାଧନାର ଭିତର ଦେଇ ସେ ଯଦି କୌଣସି ଶକ୍ତି ଲାଭ କରେ, ତାହା ସେ ନିଜର ଖୁସି, ଖିଆଲ ବା ପ୍ରବୃତ୍ତି ମାଫିକ ହିଁ ବ୍ୟବହାର କରିବ। ସାଧନା ମାନେ କ'ଣ କି? ଅଧିଗମନୀ ପ୍ରୟାସ, ଅର୍ଥାତ୍ ଯେକୌଣସି ଦିଗରେ ହିଁ ମଣିଷ ସାଧନା କରୁନା କାହିଁକି, ଯେପରି ବିଦ୍ୟା, ଶକ୍ତି ଓ ଯୋଗ୍ୟତା ସେ ଆହରଣ କରୁନା କାହିଁକି, ତା ପଛରେ ଯଦି ଇଷ୍ଟାନୁରାଗ ନଥାଏ, ସେଥିରେ କିନ୍ତୁ ସେହି ଏକ ରକମ ଫଳ ଦେଖାଦେବ। ସେଇଥିପାଇଁ ତ ଜୀବନର ଆଦି, ମଧ୍ୟ ଓ ଅନ୍ତରେ ସର୍ବ ଅବସ୍ଥାରେ ଯେଉଁ ଜିନିଷଟି ଦରକାର, ତାହା ହେଲା ପ୍ରକୃତରେ ଇଷ୍ଟ ପ୍ରାଣତା। ଆଲୋଚନା ପ୍ରସଙ୍ଗ ପ୍ରଥମ ଖଣ୍ଡ। ଜୟ ଗୁରୁ।